ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତିଙ୍କୁ ଜଗତମ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋଲୋଜି ସେସନକୁ ଆଗକୁ ବଢେଇବା। ଆଷ୍ଟ୍ରୋଲୋଜି ସେସନ କ୍ରମରେ ଆଜି ଆମେ ପଢିବା 11th ଆଉ 5th ଆକ୍ସିସ୍। ହଁ 11th ଆଉ 5th ଆକ୍ସିସ୍। 11th ଆଉ 5th ଆକ୍ସିସ୍ ରେ କଣ ହୁଏ, 11th ଆକ୍ସିସ୍ ରେ କଣ ହୁଏ, 5th ଆକ୍ସିସ୍ ରେ କଣ ହୁଏ, ସେଟାକୁ ଭଲସେ ମନ ଦେଇକି ଶୁଣ ଆଗ, ୟାର ଇନସାଇଟ୍ ଟା ବୁଝିଯାଅ। ସବୁ ଗୋଟେ ଗୋଟେ ଚକ୍ର କି ନାହିଁ, ସବୁ ଗୋଟେ ଗୋଟେ ହିଁ ଚକ୍ର। ବିଶ୍ୱାସ କରନ୍ତୁ କୁଣ୍ଡଲି କିଛି ନୁହଁ, ନାରାୟଣର ସୁଦର୍ଶନ ଚକ୍ର ହିଁ। ୟା ପରେ ଆମେ ଯୋଉ ସେସନ ପଢିବା ସେ ସେସନ ଗୁଡାକ ପବ୍ଲିକ ହବନି। ସେ ସେସନ ଗୁଡାକରେ ସମସ୍ତଙ୍କୁ କୁହାହଉଛି ସମସ୍ତେ ନୋଟ ଖାତା ପେନ୍ ଧରିକି ବସିବେ। ଯଦି ତମେ ନୋଟ ଖାତା ପେନ୍ ଧରିକି ନ ବସିବ, ଏ ସେକ୍ସନକୁ ମୁଁ ରେକର୍ଡ କରିକି ପବ୍ଲିକ କରିବି ନାହିଁ। ଏ ସେକ୍ସନକୁ ମୁଁ ବୁଝେଇବି ଯେ ସୁଦର୍ଶନ ଚକ୍ର ମାନେ କଣ ଆକ୍ଚୁଆଲି, ଦ ହ୍ୱିଲ୍ ଅଫ ଟାଇମ୍। ସେ ହ୍ୱିଲ୍ ଅଫ ଟାଇମ୍ କୁ ପଢିଲା ଭିତରେ ଯୋଉ ମାନଙ୍କର ଯେତିକି ନଲେଜ ଥିବ, ଯୋଉ ମାନେ ତାକୁ ଗ୍ରାସ୍ପ ଅପ୍ କରିପାରିବେ, ସେମାନେ ବୁଝିପାରିବେ ଯେ ମୁଁ ଏଟାକୁ କାହିଁକି ପଢଉଛି ହ୍ୱିଲ୍ ଅଫ ଟାଇମ୍। ଯେମିତି ଯେମିତି ନୋଟ୍ସ ଗୁଡାକ ଅଛି ସୁଦର୍ଶନ ଚକ୍ରରେ, ତାର ଯୋଉ ଯେମିତି ଶାସ୍ତ୍ରରେ ସୁଦର୍ଶନ ଚକ୍ରର ଡେସ୍କ୍ରିପସନ ମିଳେ, ତୁମେ ଯଦି ଟାଇମ ର ଡିଭିଜନ କୁ ସେଇଭଳି ଭାବରେ ପ୍ଲେସ କରିବ, ତାହେଲେ ସେ ଟାଇମ ର ଡିଭିଜନ ପୁରା ଏକ୍ସାକ୍ଟ ଆକୁରେଟ ସେଇ ସୁଦର୍ଶନ ଚକ୍ରର ହିଁ ସ୍ୱରୂପ ନେଇଯିବ। ଯେହେତୁ ସୁଦର୍ଶନ ଚକ୍ର କେବେ ଉଲ୍ଟା ବୁଲେନି, କ୍ଲକୱାଇଜ ଡିରେକ୍ସନ ରେ ବୁଲେ, ତେଣୁ ଟାଇମ ର ଗତିକୁ କେହି ଚେଞ୍ଜ କରିପାରନ୍ତି ନାହିଁ। କାଳ ସେଇଭଳି ଭାବରେ ଚାଲେ। କାଳ କାହା ପାଇଁ ବ୍ୟାକ୍ ଆସେନି। ମାୟା କରିକି ଟାଇମ ର ପଛକୁ କିଏ ଯାଇପାରିବ, ଯୋଉମାନେ ସିଦ୍ଧ ପୁରୁଷ ଥାନ୍ତି, ଯୋଉମାନେ ବିୟଣ୍ଡ ଟାଇମ ର ଡାଇମେନସନ ଉପରେ ଥାନ୍ତି, ସେମାନେ ଯାଇପାରିବେ, କିନ୍ତୁ ଅନ୍ୟମାନେ କେହି ଯାଇପାରିବେ ନାହିଁ। ଠିକ। ତାପରେ କଣ ଆମେ ପଢୁଥିଲେ 11th ଆକ୍ସିସ୍। 11th ଆକ୍ସିସ୍ ରେ ଆମେ କଣ ଦେଖୁ, 11th ରେ ଦେଖୁ ଆମେ ଯେତିକି ଆମର ଇଚ୍ଛା କରୁଛୁ ସେଟା ପୂରଣ ହବ କି ନାହିଁ। 5th ରୁ କଣ ଦେଖୁ, ବୁଦ୍ଧି, ଅପୂର୍ବ ପୁଣ୍ୟ ଭାବ, ବିବେକ, ଆମର ସନ୍ତାନ, ଭଲ ପାଇବା, ଏବଂ ବହୁତ କିଛି ପ୍ରଜିନି, ମାନେ କିଏ ସନ୍ତାନ ପ୍ରଡ୍ୟୁସ କରିପାରିବ କି ନ କରିପାରିବ, ଏସବୁ ଜିନିଷ ଦେଖୁ। ଆପାର୍ଟ ଫ୍ରମ ଦ୍ୟାଟ, ଆମେ 11th ହାଉସ ର ସବୁଠୁ ବଡ ଜିନିଷ ଦେଖୁ, ତାକୁ କହୁଛୁ ସଙ୍ଗତ। ଆମ ଗୁରୁ ଆମକୁ ପ୍ରେୟାର ରେ ଶିଖାନ୍ତି କି ପ୍ରଭୁ, ଆମେ ପ୍ରେୟାରରେ ପଢୁ, ପ୍ରଭୁ ଆମକୁ ସବୁବେଳେ ସାଧୁ ସଙ୍ଗ ଦିଅ। ଆମେ ସାଧୁ ସଙ୍ଗ ମାଗୁ। ମଣିଷ ଜୀବନରେ ଯଦି ସଙ୍ଗତ ବିଗିଡି ଗଲା, ଯଦି ମୁଁ ମଦୁଆଙ୍କ ସାଙ୍ଗରେ ବସିବି ତାହେଲେ ମଦୁଆ ବନିଯିବି, ଯଦି ମୁଁ ଗଞ୍ଜଡଙ୍କ ସାଙ୍ଗରେ ବସିବି ଗଞ୍ଜଡ ବନିଯିବି, ଯଦି ମୁଁ ଭଲ ଲୋକଙ୍କ ସାଙ୍ଗରେ ବସିବି ଭଲ ବନିଯିବି, ଯଦି ସତ୍ସଙ୍ଗୀଙ୍କ ସାଙ୍ଗରେ ବସିବି ତାହେଲେ ସତ୍ସଙ୍ଗୀ ବନିଯିବି। କାରଣ ସଙ୍ଗତ ନିର୍ଣ୍ଣୟ କରେ ତୁମର ଚିନ୍ତାଧାରା କିଭଳି ଭାବରେ ହବ। ଛୁଆ ବେଳେ ଯଦି ତାକୁ କିଏ ଗୋଟେ ବେକାରିଆ ସାଙ୍ଗ ମିଳିଥିବେ, ତାହେଲେ ତାର ଚିନ୍ତାଧାରା ସେଇଭଳି ଭାବରେ ହବ। ତେଣୁ ମୋର କହିବାର ତାତ୍ପର୍ଯ୍ୟ ଏଇଆ, 11th ହାଉସ ହଉଛି ସୋସାଇଟିର, ସମାଜର। ମୁଁ ଆପଣଙ୍କୁ ଗୋଟେ ଛୋଟ ଷ୍ଟୋରି କହିବି, ଏ ଛୋଟ ଷ୍ଟୋରିରୁ ଆପଣ ମାନେ ବୁଝିବେ। ଷ୍ଟୋରି ନୁହଁ, ଏଟା ସତ୍ୟ ବିଷୟ। ବୁଦ୍ଧ ଦେବ ଯେତେବେଳେ, ଭଗବାନ ବୁଦ୍ଧ ଯେତେବେଳେ ତାଙ୍କର ଶିଷ୍ୟ ମାନଙ୍କୁ ଟ୍ରେନିଂ ଦଉଥିଲେ, ସେତେବେଳେ ସେ ଶିଷ୍ୟ ମାନଙ୍କୁ ପଠେଇଲେ ପ୍ରିଚିଂ କରିବା ପାଇଁ, ଯୋଉଟା କୁହାଯାଏ ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ ସତ୍କର୍ମ। ସେମାନେ ଗୁରୁଙ୍କ, ବୁଦ୍ଧ ଦେବ ଭଗବାନ ବୁଦ୍ଧଙ୍କ ପାଖରେ ରହିକି, ବୁଦ୍ଧ ଦେବ ହଉଛନ୍ତି ଶ୍ରୀ ଶ୍ରୀ ନାରାୟଣଙ୍କର ଅବତାର, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ତେଣୁ ଭଗବାନ ବୁଦ୍ଧ ଯେତେବେଳେ ତାଙ୍କ ଷ୍ଟୁଡେଣ୍ଟ, ତାଙ୍କ ଡିସାଇପଲ୍ସ ମାନଙ୍କୁ ଟ୍ରେନିଂ ମାନେ ଯଜନ କରେଇକି ସମାଜକୁ ପଠେଇଲେ କି ତୁମେ ଯାଅ ଆଉ ତୁମେ ପ୍ରିଚ୍ କର। ସମସ୍ତଙ୍କୁ ସବୁ ଜାଗାକୁ ପଠାଗଲା, ସମସ୍ତଙ୍କୁ ବିଭିନ୍ନ ବିଭିନ୍ନ ଜାଗାକୁ ପଠାଗଲା। ବି କିଛି କହେନି, ଦେଖିବାକୁ ବହୁତ ସୁନ୍ଦର, ତାକୁ ଗୋଟେ ପଠାଗଲା ଗୋଟେ ବେଶ୍ୟା ଘରକୁ। ଠିକ ଅଛି। ଏମିତି ବହୁତ ଦିନ ବିତିଗଲା। ବୁଦ୍ଧଦେବଙ୍କର ଶିଷ୍ୟ ମାନେ ତାଙ୍କ ସାଙ୍ଗରେ ଅ ବହୁତ ଲୋକଙ୍କୁ ନେଇକିନା ଆସିଲେ।
किए 3 मास फेरला, किए 4 मास फेरला, किए 6 मास बेलू जेतिक जन सब पठा होता समस्ते फेरी आसिले, केवल से लोक को छाड़ी जो लोक बेश्या घर को जाता। ठीक अच्छे, समस्ते सांगसाथी माने जो जो माने अदर डिसाइपल्स स्टूडेंट्स थे, जमी आम मैंने जो स्टूडेंट्स था कमेंट मारू आम सांग मान दे गला रे, अरे देख तार तार एमती संपर्क अच्छी रे, बहुत उल्टा उल्टा कथा कहीकि लोक मानकर इमेज टार्निश करने को चेष्टा करू, जोटा कि करवा जमारू उचित नुह। से कहीं उचित नुह से भी कहि स्टोरी गुड़ा कहीं कहे लास्ट को आपने बुझीपारे। वर्षटे गला पर अन्य शिष्य मैंने डायरेक्ट बुद्ध को ही जाइए कहले कि भगवान आपण समस्त पटे समस्त से लोकटा तो आसलानी। बुद्धदेव मौन रहे किसी कहले किछि दिन पर देखागला गोटे लोक बुद्धदेव आउटफिट पिंधिकी चल चली आसुची, डिसाइपल आउटफिट पिंधि चल चली आसुची, आ ता पछरे गोटे स्त्री लोकटे सेम डिसाइपल्स रो आउटफिट पिंधिकी चल चली आसुची, आ सेमाने आसी बुद्धदेव को प्रणाम करछन, आ से स्त्री लोकटा से बेस्या ही थिला। एटे दीटा जिंस काम करे, गोटे हला स्वभाव आ गोटे हला प्रभाव। तुमर जदि निज चरित्र रे स्वभाव रे बल नहीं, प्रेम नहीं, समस्त अपनार करिवार भाव नहीं, ताले तमर प्रभाव केते दिन पई पड़िबो, केमिति बा पड़िबो। मु मोर जो क्वालिटी अछि मु 7 दिन पई चेंज कर देबी, मु 8 दिन पई चेंज कर देबी, 2 मास पई चेंज कर देबी, वर्षे ही चेंज कर देबी। मनीष तार स्वभाव छाड़ दबो, एमती एते सहज व्यापार छाड़ दबो मनीष तार स्वभाव। से जो स्वभाव से स्वभाव रहिबे ही रहइबो। ता स्वभाव को जदि किए सेठी ताको इंटरसेक्ट करिया को आसिला, आइदर से ताको लाइफ रु बाहर करी फोपाड़ दबो, और से कहबो भाई तू मु तोठू साइड हेकी पळौछि, सी निजे लाइफ ता लाइफ रु बाहरी आसीबो। एइता एई दीटा जिंस होउछि प्रत्येक जिनिसर मूल वजूद। ଏବେ सेकंड स्टोरी सुनिया। गोटे लोकटा थला, से कहला जे पाखंड बेश धरी भिक्षा मागिବାକୁ जाए, ମାନେ ସେ ଆକ୍ଚୁଆଲି ପାଖଣ୍ଡ ଲୋକଟା, ସେ କିନ୍ତୁ ଚିତା ଚୈତନ କାଟି ନାରାୟଣଙ୍କ ନାଁରେ ଭିକ୍ଷା ମାଗିବାକୁ ଯାଏ। ଗୋଟେ ଲୋକ ପାଖକୁ ଗଲା, ଚିତା ଚୈତନ ଜଷ୍ଟ କାଟିଛି, ଗୋଟେ ଗାଇଆଳିଆ ଦେଖା ହେଲା, ଗାଇଆଳିଆ ଦେଖା ହେଇକି ପଚାରିଲା ହେ ସାଧୁ ମହାତ୍ମା, ସେଇ ପାଖଣ୍ଡି କୁ ପଚାରିଲା ହେ ସାଧୁ ମହାତ୍ମା ଭଗବାନଙ୍କୁ ଆପଣ ଦେଖିଛନ୍ତି? ହଁ ହଁ ମୁଁ ଦେଖିଛି। ନା ଆପଣ ମତେ ମୋର ଗୁରୁ ହୁଅନ୍ତୁ, ଆପଣ ମତେ ଭଗବାନଙ୍କୁ ଦର୍ଶନ କରେଇ ଦିଅନ୍ତୁ। ନା ଭଗବାନଙ୍କୁ ଦର୍ଶନ କରିବା ବହୁତ ଇଜି, ଏତେ ସହଜ ଯେ କହିବା ବାହାରେ। କଣ ହେଲା ଏତେ ସହଜ? ହଁ ସହଜ। ନା କେମିତି ଦର୍ଶନ କରିବା? ନା ନାକ ଚିପିକି ନିଶ୍ୱାସ ନବୁନୁ ଆଉ କୃଷ୍ଣ କୃଷ୍ଣ କହିବୁ ଯେ ସାଙ୍ଗେ ସାଙ୍ଗେ ଭଗବାନ ପଳେଇ ଆସିବେ। ସେ ଗାଇଆଳ ମୂଳରୁ ଟୋଟାଲ ପାଠ ପାଠ ପଢିନି। ସେ କହିଲା ଗୁରୁଦେବ ଯାହା କହିଛନ୍ତି ସେଟା ଅକାଟ୍ୟ ବଚନ, ନାକ ପାଟି ବନ୍ଦ କରି ଜଣେ କେତେ ସମୟ ରହିପାରିବ ବିନା ନିଶ୍ୱାସରେ? ତାର ଯେତେବେଳେ ପ୍ରାଣ ଯିବା ଭଳିଆ ଅବସ୍ଥା, ନାରାୟଣ ଆସିକି ତା ସାମ୍ନାରେ ହାଜର। ଇଏ ପାଖଣ୍ଡ ପଳେଇଛି ତାର ଭିକ ମାଗିବାକୁ। ନାରାୟଣ ଆସି ପଚାରୁଛନ୍ତି ଆରେ ତୁ ଯାହାଠୁ ଯତେ ଯିଏ ପ୍ରୋସିଜିଅର ଟା ଡେସ୍କ୍ରାଇବ କଲା ଏଟା ପାଖଣ୍ଡି ଲୋକଟା। ସେ କହୁଛି ହେଇଠି, ସେ ଗାଇଆଳ କହୁଛି ନାରାୟଣକୁ ଆପଣ ସେମିତି ମୋ ଗୁରୁ ନାଁରେ କହିପାରିବେନି। ଯଦି ସିଏ ଯଦି ପାଖଣ୍ଡ ହେଇଥାନ୍ତା ତାହେଲେ ମୁଁ ଯେତେବେଳେ ନାକ ପାଟି ଚିପିକି ଆପଣଙ୍କ ନାଁ ନଉଥିଲି ଆପଣ ଏଠି କଣ କରୁଥାନ୍ତେ? ତେଣୁ ଗୁରୁ ନାଁରେ ମତେ କିଛି କହିବେ ନାହିଁ। ଆଉ ଆପଣ ରୁହନ୍ତୁ, ଯାହା ଯୋଗୁଁ ମୁଁ ଦର୍ଶନ ପାଇଛି ସେ ଲୋକ ଆସିଲେ ବି ଆପଣଙ୍କୁ ଦର୍ଶନ କରିବ। ନାରାୟଣ ହସୁଛନ୍ତି, ମାନେ ଲୀଳା ଯିଏ କରେ, ଲୀଳା ପୁରୁଷୋତ୍ତମ, ସିଏ ତ ଛାଡ, ତାଙ୍କ ଷ୍ଟୋରିର ବହୁତ କିଛି ଏଣ୍ଡ ଅଛି, ବହୁତ କିଛି ଆଙ୍ଗେଲ ଅଛି, ମୁଁ ଡିଟେଲ କୁ ଯାଉନି। ତାପରେ ସେ ଆସିଛି, ତାକୁ ଦର୍ଶନ ମିଳିନି, ସେ ପୁଣି ସେ ଗାଇଆଳ ଗୋଡ ତଳେ ପଡିଛି, ସେ ମାନିଛି କି ମୁଁ ପାଖଣ୍ଡ ବୋଲି, ତାପରେ ନାରାୟଣ ତାକୁ ବି ଦର୍ଶନ ଦେଇଛନ୍ତି। ତେଣୁ 11th ହାଉସ ଇଜ ଗଡ ରିଅଲାଇଜେସନ, କି ଭଗବାନ ଅଛନ୍ତି ବୋଲି ତାର ପ୍ରମାଣ ସେଟା ତମକୁ 11th ହାଉସ ହିଁ ଦବ। ତମେ 11th ଲର୍ଡ କୁ ଧରିଲେ ହିଁ ତମେ ଭଗବାନଙ୍କୁ ଧରି ପାରିବ। ଏବେ ଧନୁ ଲଗ୍ନ ବାଲା କାହାକୁ ପୂଜା କରିବେ?
ଧନୁ ଲଗ୍ନ କୁ ଗଡ ରିଲେସନ କରିବା ପାଇଁ ହେଲେ ମହାଲକ୍ଷ୍ମୀଙ୍କୁ ବା ଜଗଦମ୍ବାକୁ ଉପାସନା କରିବାକୁ ପଡିବ। ସେମାନେ ଅନ୍ୟ କୋଉଠି ବି ପୂଜା କଲେ ସେ ରିଏଲାଇଜେସନ ଟା ତାଙ୍କର ଆସିବନି। ଧନୁ ଲଗ୍ନ ବାଲା ମା କୁ ଉପାସନା କରିବାକୁ ବାଧ୍ୟ। ଗଡ ରିଲେସନ ପାଇଁ ମା କୁ ଉପାସନା କରିବାକୁ ବାଧ୍ୟ ଧନୁ ଲଗ୍ନ ବାଲା। ମେଷ ଲଗ୍ନ ବାଲା ମା କାଳୀକୁ ଉପାସନା କରିବେ। ବୃଷ ଲଗ୍ନ ବାଲା କାହାକୁ ଉପାସନା କରିବେ ରେ? ସେଇ ମା କାଳୀକୁ। ସେ ଅଛି, ମୁଁ କହିବି ସେ କଣଟେ। କାହିଁକି ଉପାସନା କରିବେ? ବିକଜ କୌଣସି ଲୋକ ନା ଶୈବ, ନା ସୌର, ନା ଗାଣପତ୍ୟ, ନା ଅ, କିଛି ବୈଷ୍ଣବ ନା କିଛି ନୁହଁ। ସର୍ବେ ପ୍ରଥମେ ସମସ୍ତେ ହଉଛନ୍ତି ଶାକ୍ତ। ସେଥିପାଇଁ ଦ୍ୱିଜ ତ୍ରିଜାତି ମାନଙ୍କୁ ଆଗରୁ ଦିଆଯାଉଥିଲା ଦୀକ୍ଷା ଗାୟତ୍ରୀର, କି ସେମାନେ ଗାୟତ୍ରୀ ଜପ କରିବେ। ଏବେ ତ ସବୁ ବୁଡି ଗଲାଣି, ସବୁ ମିକ୍ସ ବ୍ରିଡ ଆସିଗଲାଣି। ଯୋଉମାନଙ୍କ ବ୍ରିଡ ପରଫେକ୍ଟ ନାହିଁ ସେମାନେ କେବେ ଶୁଦ୍ଧ ହେଇପାରିବେ ନାହିଁ, ଏଟା କ୍ଲିୟରଲି ମନେ ରଖନ୍ତୁ। କଲମୀ ଆମ୍ବରୁ କଲମୀ କାହିଁ କୁହାଗଲା ତାକୁ? ଠିକ ଅଛି। 11th ହାଉସ ର ଏତେ ରୋଲ ଅଛି, ଇମ୍ପୋର୍ଟାନ୍ସ ଅଛି, କାରଣ 11th ହାଉସ କୁ ସାଧିଲେ ହିଁ ତୁମେ 12th ହାଉସ ର ପାଇଁ ଯୋଗ୍ୟ ହେଇପାରିବ, ଯାହା କହନ୍ତି ମୁଖ୍ୟ ନିର୍ବାଣର ହାଉସ। ପ୍ରତ୍ୟେକ ହାଉସ ର ଗୁଡ ପଏଣ୍ଟ ଅଛି, ପ୍ରତ୍ୟେକ ହାଉସ ର ବ୍ୟାଡ ପଏଣ୍ଟ ଅଛି। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା ଆମକୁ ଜାଣିବା ଦରକାର, ଯେମିତି ସୂର୍ଯ୍ୟ ବି ପାଣିକୁ ଶୋଷି ଦିଏ, ସମୁଦ୍ର ପୁଳିଲେ ବି ପାଣିକି ଶୋଷି ଦିଏ, ସେଇଭଳି ଭାବରେ ଆମକୁ କର୍ମ କରିବାର ଅଛି ଆଷ୍ଟ୍ରୋଲୋଜିକୁ ନେଇକି। ମନ ଆଉ ହୃଦୟ ଭିତରେ ଯଦି ତମେ ଚାଲାକି ରଖିଲ, ତାହେଲେ ତୁମେ କଣ ଗଡ ରିଲେସନ କରିଦବ ଯେତେ ଇଏ କଲେ ବି। କାୟା ବାଚା ମାନେ ମାନେ କଥା, କର୍ମ ଆଉ ମନ, ତିନିଟା ଯଦି ତମର ପାରାଲାଲ ହେଇକି ନ ଚାଲିଲା, ଯାହା ଭାବୁଛ, ତାହା କରୁଛ ଏବଂ ତାହା କହୁଛ, ତା ଭିତରେ କିଛି ଛନ୍ଦ ମାୟା କପଟ ନାହିଁ, ପରଖ ନିରଖ ନାହିଁ, ସରଳ ସାଧୁତା ଅଛି, ତାହେଲେ ନିଶ୍ଚିତ ଭାବରେ ଭଗବାନ ହେଲ୍ପ କରିବେ। ଏଇଟା ହେଲା ମୋ ପ୍ରଥମ ପଏଣ୍ଟ 11th ହାଉସ ପାଇଁ। କାରଣ 11th ହାଉସ ର ଠିକ ସାମ୍ନାଟା ହଉଛି ପୂର୍ବ ପୁଣ୍ୟ ଭାବ। ଆଉ ତୁମର ଯଦି ପୂର୍ବ ପୁଣ୍ୟ ଭାବ ନାହିଁ, ତୁମେ ଭାବୁଛ ତମ ଗଡ ରିଲେସନ କରିଦବ, ହେଇପାରିବନି। ଏବେ ଆସିଯିବା, ଯଦି ସଙ୍ଗତ ଠିକ ରହିବ ତାହେଲେ ବୁଦ୍ଧି ଠିକ ରହିବ। ସଙ୍ଗତର ଠିକ ଫ୍ରଣ୍ଟରେ ଅଛି ବୁଦ୍ଧି। ମଣିଷ ଯେତେବେଳେ କାହାକୁ ପ୍ରେମ କରେ, ଭଲ ପାଏ, କାହାକୁ ଜୀବନ ସାଥୀ ବୋଲି ଭାବେ, ସେ ତା ସଙ୍ଗତରୁ ହିଁ ଭାବେ କି ଏଇ ସଙ୍ଗତରେ ଏଇ ପିଲାଟା ଭଲ ଅଛି, ମୁଁ ଆକୁ ଭଲ ପାଇବି, ତା ଭିତରେ ଏଇ ଟ୍ରେଡ୍ସ ଅଛି ଯୋଉଟା କି ମତେ ପସନ୍ଦ ଅଛି, ମୁଁ ତାକୁ ଭଲ ପାଇବି। ବୁଝିପାରୁଛ ନା ମୋ କଥାଟା? ଯେତେବେଳେ ମଣିଷର ସଙ୍ଗତ ଠିକ ରହିବ, ତାର ପୂର୍ବ ପୁଣ୍ୟ ଭାବ ତଦନୁପାତିକ ଆକ୍ଟ କରିବ। ପରମ ପିତା ପରବ୍ରହ୍ମ କିଛି ପୃଷ୍ଠା ଜୀବନର ଛାଡି ଯାଇଥାନ୍ତି, ଯୋଉଟା କି ତୁମେ ତୁମ କର୍ମ ମାଧ୍ୟମରେ ନିଜେ ଲେଖିବ। ଦ୍ୟାଟ ଇଜ 11th ହାଉସ। କିଏ କେତେ ମାତ୍ରାରେ ପାୱାରଫୁଲ, ତାର ଶତ୍ରୁ କିଏ, ତାକୁ ଦେଖିକି ଜାଣିଦିଏ କିଏ କିଏ କେତେ ମାତ୍ରାରେ ପାୱାରଫୁଲ। 11th ହାଉସ ର ରୋଲ ହେଲା ଲାଭ ଦବ। କଣ ଲାଭ ଦବ? ଭଲ କାମ କଲେ ଭଲ ଲାଭ ଦବ, ଖରାପ କଲେ ଖରାପ ଲାଭ ଦବ। ଲାଭ ଦବ, କିନ୍ତୁ କଣ ଲାଭ ଦବ, କେତେ ମାତ୍ରାରେ ଦବ? ନା ଯାହା ଦେଇଛ ମିନିମମ୍ 2 ଟାଇମ୍ସ ଦବ, ଅର ମ୍ୟାକ୍ସିମମ୍ 1000 ଟାଇମ୍ସ ଦବ। ଯଦି ପୀଡା ଦେଇଛ, ତମେ 1000 ଟାଇମ୍ସ ର ପୀଡା ପାଇବ। ଯଦି ଭଲ ଦେଇଛ, ଭଲ ଇଏରେ ପାଇବ। ଭାଇ, ପାଇବାକୁ ହେଲେ ଦେବାକୁ ପଡେ, କିନ୍ତୁ ପାଇବାର ଭାବ ରଖିକି ନୁହଁ। ମୋ କଥାଟା ବୁଝନ୍ତୁ, ମୁଁ ଆପଣଙ୍କୁ କୋଉ ପଏଣ୍ଟରେ କୋଉ ଆଙ୍ଗେଲରେ କଣଟା କହୁଛି। ଆପଣ ଯଦି ଏତିକି ବୁଝିଯିବେ, ତାହେଲେ 11th 5th ର ଆକ୍ସିସ୍ ଆପଣଙ୍କୁ କ୍ଲିୟର ହେଇଯିବ। ଆଉ ଆମେ ସ୍ପିରିଚୁଆଲ ଆଷ୍ଟ୍ରୋଲୋଜି କରୁ, ଆମେ ଭୋକ ଆଷ୍ଟ୍ରୋଲୋଜିରେ ପଶିବାର ନାହିଁ। ମୁଁ ଆକ୍ସିସ୍ ସେଇଥିପାଇଁ ପଢୁଛି କି ଆପଣ ବୁଝନ୍ତୁ, ନିଜର ଆତ୍ମ ତତ୍ଵଟାକୁ ବୁଝନ୍ତୁ। ତାପରେ କଣ ଅଛି? ଆଉ ତାପରେ କଣ ଅଛି? ତାପରେ ଅଛି ଏଇଆ ଯେ ପୂର୍ବ ପୁଣ୍ୟ ଗଲା, ଲାଭ ଗଲା, ସଙ୍ଗତ ଗଲା, ଇଚ୍ଛା ବୃତ୍ତି ଗଲା, କର୍ମରୁ ଲାଭ। କର୍ମରୁ କୋଉ ମାନେ ଲାଭ ପାଇପାରିବେ? ସମସ୍ତେ ହିଁ କର୍ମରୁ ଲାଭ ପାଆନ୍ତି, କେହି କ୍ଷଣିକ ମାତ୍ର ବିନା କର୍ମରେ ରହେନି। ତୁମର ସ୍ୱଭାବ, ତୁମର ପ୍ରଭାବ ତୁମ ସାଙ୍ଗମାନେ ଡିସାଇଡ କରିବେ, ତୁମର ପରିବେଶ ଡିସାଇଡ କରିବ, ସମାଜ ଡିସାଇଡ କରିବ। ତୁମେ
ଯଦି ପ୍ରତିଷ୍ଠିତ ହେବାକୁ ଚାହିଁବ ତାହେଲେ ତୁମେ ଲାଞ୍ଛନା ହିଁ ପାଇବ। ତୁମେ ଯଦି ରାଜା ହେବାକୁ ଚାହିଁବ, ମୋ ଗୁରୁ କୁହନ୍ତି ତୁ ଆଗ 10 ଜଣଙ୍କ ପାଦରେ ମଥା ବିକ୍ରୟ କର, ତେବେ ତ ଦେଶର ରାଜା। 10 ଜଣଙ୍କ ପାଦରେ ମଥା ବିକ୍ରୟ କର ମାନେ କଣ ମୁଣ୍ଡଟା ବିକିଦବା? ନା, ପାଦରେ ମଥା ବିକ୍ରୟ କର ମାନେ ତାଙ୍କୁ ଏତେ ମାତ୍ରାରେ ସେବା ଦିଅ ବାସ୍ତବିକ ହୃଦୟ ସହକାରେ, ଯେ ତୁମ ଭିତରେ ନିଜର ଗର୍ବ ଆଉ ଅହଂର ଭାବ ଟା ନ ରହୁ କି ମୁଁ ମୁଁ। ତମେ ଟୋକି ପାର, ସେ ମୁଁ ତୋର ଭାବକୁ ନାଶ କରିବ କିଏ? ନା 11th ହାଉସ। କାରଣ ସାଙ୍ଗମାନଙ୍କ ସାଥି ଭିତରେ ରହିଲେ ସେମାନେ କହିଦିଅନ୍ତି ଯେ ଏ ପିଲାର ଏଇ କ୍ୱାଲିଟି ଟା ଭଲ ଅଛି, ଏ ପିଲାର ଏଇ କ୍ୱାଲିଟି ଟା ଖରାପ ଅଛି। କୌଣସି ଲୋକର ଯଦି 11th ହାଉସ ଇନଫ୍ଲିକ୍ଟ ହେଇଗଲା କି 11th ଲର୍ଡ ଇନଫ୍ଲିକ୍ଟ ହେଇଗଲା ନୈସର୍ଗିକ ପାର୍ପଲ ପ୍ଲାନେଟ୍ସ ମାନଙ୍କ ଦ୍ଵାରା, ବିଶ୍ୱାସ କର ହରିବୋଲ ତା ଜୀବନରେ। ଠିକ ଅଛି। ସାଙ୍ଗ ଠିକ ରହିଲେ ବୁଦ୍ଧି ଠିକ ରହିବ, ସାଙ୍ଗ ଠିକ ରହିଲେ ପୂର୍ବ ପୁଣ୍ୟ ଭାବ ଠିକ ରହିବ, ସାଙ୍ଗ ଠିକ ରହିଲେ ଭଲ ପାଇବା ଠିକ ରହିବ, ସାଙ୍ଗ ଠିକ ରହିଲେ ସବୁ କିଛି ଠିକ ରହିବ। ଏଇଟା 11th 5th ର ଆକ୍ସିସ ଉପରେ ଖେଳ ଚାଲେ। ତୁମର ଯଦି ସାଙ୍ଗ ଠିକ ରହିବେ, ତମର ମନ ତନୁ ମନ ଧନ ଠିକ ଚାଲିବ। ତେଣୁ ଜୀବନରେ ଚୁଜ କରନ୍ତୁ ରାଇଟ ପର୍ସନ କୁ। ନିଜ ମେଣ୍ଟାଲିଟି ମ୍ୟାଚ କଲା ଲୋକକୁ ଖୋଜିଲେ ଆପଣଙ୍କର ଉନ୍ନତି ହବନି। ଆପଣ ଯାହାଙ୍କ ତ୍ୱ ରହିବେ ଆପଣ ହିଁ କମାଣ୍ଡ କରିବେ। ମୋ ଗୁରୁ ଆହୁରି ଗୋଟେ ବଢିଆ କଥା କହନ୍ତି, ପ୍ରେମର ଅଧୀନତା ହିଁ ମୁକ୍ତି। ଯଦି ତୁମେ କାହାକୁ ଭଲ ପାଅ, ତା ପାଇଁ ଯଦି ତୁମେ ନିଷ୍କାମ ଭାବରେ କରିବାର ଭାବ ରଖ ଏବଂ ବାସ୍ତବରେ ତମର ସାମର୍ଥ୍ୟ ଅନୁଯାୟୀ କର, ସେଇଟା ହିଁ ତୁମ ପାଇଁ ମୁକ୍ତି। ନାଇଁ କି ସିଏ କହିଦେଲା ମୁଁ ବନ୍ଦ କରିଦେବି କଥାବାର୍ତ୍ତା, ସିଏ ରାଗିଗଲା ମୁଁ ଇଏ କରିଦେବି। ଜିନିଷଟାରେ ଗୋଟେ ଜିନିଷ, ଏବେ ମୁଁ ଖାଲି ଗୋଟେ ଛୋଟ କଥା କହିକି ଆପଣଙ୍କୁ ବୁଝେଇଦେବି ଯେ ମୁଁ କଣ କହିବାକୁ ଚାହୁଁଛି। ବୃହସ୍ପତି ଦେବ ଶୁକ୍ର ମହାରାଜଙ୍କୁ ପସନ୍ଦ କରନ୍ତିନି। ବୃହସ୍ପତି ଦେବ ଶୁକ୍ର ମହାରାଜଙ୍କୁ ପସନ୍ଦ କରନ୍ତିନି, କିନ୍ତୁ ଶୁକ୍ର ମାଷ୍ଟର ଅଫ ଡିପ୍ଲୋମାସି ହେଇକି ବୃହସ୍ପତି ଦେବଙ୍କ ଘରେ ହିଁ ଉଚ୍ଚ ହେଇଯାଆନ୍ତି। ଏକାଦଶ ଭାବରେ ସବୁଠୁ ପାୱାରଫୁଲ ପ୍ଲାନେଟ ହଉଛି ବୃହସ୍ପତି। ଏକାଦଶ ବୃହସ୍ପତି ଯୋଉଠି ଦେଖିଲ, ମୁଁ ତମକୁ ଆଉଥରେ ରିପିଟ କରିଦଉଛି, ଏକାଦଶ ବୃହସ୍ପତି ଯୋଉଠି ଦେଖିଲ, ପୁଣି ଆଉଥରେ ରିପିଟ କରିଦଉଛି, ଯୋଉଠି ଏକାଦଶ ବୃହସ୍ପତି ଦେଖିଲ ସେମାନଙ୍କ ସହିତ ଆର୍ଗୁ କରିବନି। ଯୋଉଠି ଏକାଦଶ ରାହୁ ଦେଖିଲ ସେମାନଙ୍କ ସହିତ ଛଳ କରିବନି। ଠିକ। ମୁଁ ଏଇ ଜିନିଷଟାକୁ ଏଇଥିପାଇଁ ଆପଣ ମାନଙ୍କୁ ବୁଝଉଛି କି ସଙ୍ଗତ ଆଉ ବୁଦ୍ଧି ବିଦ୍ୟା କୁ ସାମ୍ନା ସାମ୍ନି ଭଗବାନ କାହିଁକି ବନେଇଛନ୍ତି? କାରଣ ମଣିଷ ନିଜେ କିଛି ବୁଝିପାରେ ନାହିଁ। ସାଙ୍ଗମାନେ ହଉଛନ୍ତି ତାର ରିଫ୍ଲେକ୍ସନ, ସେ ତାକୁ କହିବେ କି କୋଉଟା କେମିତି। ସେ ସେଠି ଡିସାଇଡ କରିବ, ସମସ୍ତଙ୍କୁ ବୁଦ୍ଧି ବିବେକ ସହକାରେ ଡିସାଇଡ କରିବ ଯେ କୋଉ ଜିନିଷଟା କିଭଳି ଭାବରେ କଲେ କଣ ହବ। ଠିକ ଅଛି। ତେଣୁ ଗୋଟେ କଥା ଏଇଟା ଆପଣ ମାନେ କ୍ଲିୟର ହେଇଯାଆନ୍ତୁ ଯେ ଲାଭ ପାଇବାର ଆଶା ନେଇକି ତୁମେ ଯଦି କୌଣସି କାମ କରିବ, ତମର ବୁଦ୍ଧିରେ ଲାଞ୍ଛନା ପଶିଗଲା। ୱାନ୍ସ ଲାଞ୍ଛନା ପଶିଗଲା, ଲାଞ୍ଛନା ମାନେ ତ କାମ ମାନେ ପାଇବାର ଇଚ୍ଛାରେ ଭାବ ପଶିଗଲା, ହେଲା କି? ପାଇବାର ଭାବ ଯେତେବେଳେ ପଶିଗଲା ସେଠି ବୁଦ୍ଧି ଭ୍ରମିତ ହେଇଗଲା। ତେଣୁ ଯେତେବେଳେ ସାଙ୍ଗସାଥି ମାନଙ୍କ ପାଇଁ କିଛି କର, ଯେତେବେଳେ ସମାଜ ପାଇଁ କିଛି କର, ନିଷ୍କାମ ଭାବରେ କର, ଦେଖିବ ବୁଦ୍ଧି ଠିକ ରହିବ, ଆନନ୍ଦରେ ରହିବ। ଆଜିର ସେସନ ଆମେ ଗୋଟେ ଇନସାଇଟ୍ ଜାଣିଲେ 11th ଆଉ 5th ଆକ୍ସିସରେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।